আরে পান্থ সাড়া কেবে পচারে বুঝে না কাহিঁকি লেখুছ না এতিকি জানিছি এ পান্থ সাড়া সে অদিনিয়া দেখাছা শুভমটা কিছু বুঝু কে ন বুঝু গোটে জিনিস ঠিক বুঝিছি আরে পরীক্ষা দবাকু ঈশ্বরଙ୍କ পাখরে ये बोधे मोर ठिकाना दे अरे जीवन सारा खाली परीक्षा परीक्षा हेले पास हवा मो कपाल रे नहीं धन्यवाद मिस्टर ईश्वर ଉପରେ ଭରସା ରଖିଥିବାରୁ ତମକୁ ଅଶେଷ ଅଶେଷ ଧନ୍ୟବାଦ। ଏଇ ଜଣେ କହିଥିଲେ ହସୁଥିବା ମଣିଷ ପକେଟରେ ସୁନା କି ରୂପା ପାଇବନି ଆଉ ପାଇବ ଯଦି কেবল গোটিয়ে লুহ বিজা রুমা সবটা কি আজি মো বাজারে আছে ए भाई हताशिया प्रेमिका ना অসহায় মଣିষ মিশা মিশি ভয় শেষরে পরাস্ত এই নিঃশ্বাস পান্থ সাড়া হৃদୟରେ পান্থଶାଳା ଏ ନିଶ୍ୱାସରେ ପାନ୍ଥଶାଳା ଆଜି ଗୋଟେ ପାନ୍ଥଶାଳା ଆସିଛି ଆଉ ଗୋଟେ ପାନ୍ଥଶାଳାକୁ ଆରେ ଭାଇ ସିଗାରେଟ୍ ଅଛି ହେଲେ ମାର୍ଚେସ୍ ନାହିଁ ମାଚିସ୍ଟା ମୋ ପାଖରେ ଅଛି ଗୋଲ୍ଡ ଫ୍ଲାଗ ବ୍ରାଣ୍ଡ ଚଳିବ ତ ଚଳିବ ଚଳିବ ମୋର ବି ସେମ୍ ବ୍ରାଣ୍ଡ ହେଲେ ଗୋଟେ ପିସ୍ କିଛି ନାହିଁ 50-50 କରିଦବା ଆରେ ନାଇଁ ନାଇଁ ଆଉ ମୋ ସାଙ୍ଗ କହେ ସିଗାରେଟ୍ ଟାଣିବ ଲାଷ୍ଟରେ ହେଲେ ଝିଅକୁ କିସ୍ କରିବ ଫାଷ୍ଟରେ ଆରେ ବାସ୍ତବିକରେ ତାହାର ମଜା କିଛି ଅଲଗା ଥାଏ ବନ୍ଧୁ କିଛି ଅଲଗା ଥାଏ କହିବାର କଥା ଅନ୍ଧାର ରାତି ବର୍ଷା ବି ହଉଛି ହେଲେ ତମେ ଏଠି କ'ଣ କରୁଛ ଆଉ ମୁଁ ଯଦି ତମକୁ ଠିକ୍ ସେଇ ପ୍ରଶ୍ନଟି ପଚାରେ ଆରେ ଖୋଜୁଛି ମୋ ପୁରୁଣା ଅତୀତକୁ ଖୋଜୁଛି ମୋ ପ୍ରେମିକାକୁ আরে জানা সব ওনাকু চড়ে কান্থ কান্তরে লেখি দেইছি ମୁଁ ବି ଖୋଜୁଛି ବନ୍ଧୁ ମୋର ସେ ହଜିଲା ପ୍ରେମିକକୁ ମାନେ ପ୍ରେମିକ ଆରେ ନାଇଁ ନାଇଁ ସେମିତି କିଛି ନୁହେଁ ତାର ମୋର ପ୍ରେମ କୃଷ୍ଣ ସୁଦାମାର ପ୍ରେମ ବନ୍ଧୁ ତାହେଲେ କାଳିଆ ବନ୍ଧୁ ମହାନ୍ତିର ପ୍ରେମ ହେଲେ ଶହଟା ବେଇମାନ ଥିଲା ବୁଝିପାରିଲାନି ମତେ ବୁଝିପାରିଲାନି ହଁ ବନ୍ଧୁ ଏ
ସାଙ୍ଗମାନେ ଜୀବନରେ ଠିକ୍ ଏମିତି ଆସିଥାନ୍ତି। ଆରେ ଆସିଲା ବେଳେ ଖୁସିର ପସରା ନେଇ ଆସିଥାନ୍ତି, ଆଉ ଗଲା ବେଳେ ଦୁଃଖ ଦରିଆରେ ଭସେଇ ଦେଇ ଯାଆନ୍ତି। ବନ୍ଧୁ ଏମିତି ବି ହୁଏ, କାହା ଓଠରେ ହସ ଦବାକୁ ଯାଇ ମଣିଷ ସମାଜ ତା ଲୁହର କାରଣ ପାଲଟି ଯାଏ। ଆଉ ଯେମିତି ମୋ ସାଙ୍ଗ ଆଉ ମୁଁ ହେଇଥିଲି। ଆରେ କୁହ କୁହ, ଏ ଅନ୍ଧାର ରାତି ବର୍ଷା ବି ହଉଛି, ଏମିତି ଗପ ଶୁଣିବାକୁ ଖୁବ୍ ଭଲ ଲାଗୁଛି। ସ୍କୁଲ ବେଳର ସାଙ୍ଗ, ଗୋଟିଏ ସାଇକେଲରେ ସ୍କୁଲ ଯାଉ, ଆଉ ଗୋଟିଏ ଟିଫିନକୁ ଭାଗ ଭାଗ କରି ଖାଉ। ଗୋଟିଏ ସାର୍ଟକୁ ବଦଳ କରି ପିନ୍ଧୁଥିବ ନିଶ୍ଚୟ। ରାଇଟ୍ ରାଇଟ୍, ଏକଦମ ରାଇଟ୍। ଆରେ ଜଣକୁ ମାଡ଼ ମାଇଲେ ଆଉ ଜଣକୁ କଷ୍ଟ ହଉଥିବ ନିଶ୍ଚୟ। ବନ୍ଧୁ ତମର ବି କ'ଣ ଏମିତି ସାଙ୍ଗ ଥିଲା? ଆରେ ଗୋଟିଏ ବାଇ, ଗୋଟିଏ ମୋବାଇଲ ଫୋନ, ଆଉ ଗୋଟିଏ ପ୍ରେମିକା। ଆରେ ଆମ 4 ଜଣଙ୍କ ବନ୍ଧୁତା ଖୁବ୍ ଶକ୍ତ ଥିଲା, ହେଲେ ସେ ମୋ ପ୍ରେମିକାକୁ ମୋଠୁ ଛଡ଼େଇ ନେଲା। ଆରେ ସବୁ ସେଇ ପ୍ରୀତି ପାଇଁ। କ'ଣ କହିଲ ତମେ? ପ୍ରୀତି? ହଁ ସେଇ ପ୍ରୀତି, ଆରେ ବେଇମାନ ପ୍ରୀତି। ଆରେ ସେଦିନ ମହାଭାରତରେ ଅର୍ଜୁନ ଆଉ କର୍ଣ୍ଣଙ୍କ ଭିତରେ ଯୁଦ୍ଧ ହେଇଥିଲା, ହେଲେ ଆଜି ଜୀବନ ଆଉ ଶୁଭ ଭିତରେ। କ'ଣ କହିଲ ତମେ? କ'ଣ କହିଲ? ଜୀବନ? ହଁ ସେଇ ଜୀବନ, ଆରେ ବେଇମାନ ଜୀବନ ମୋଠୁ ମୋ ପ୍ରୀତିକୁ ଛଡ଼େଇ ନେଲା, ଆଉ ତା ପ୍ରିୟାକୁ ମୋ ପାଖକୁ ଠେଲି ଦେଲା। ଆରେ ସେଇ ଶଳା ପ୍ରୀତି ପାଇଁ ଜୀବନଟା ମୋ ଶତ୍ରୁ ପାଲଟି ଗଲା। ଆଉ ସେ ତା ପ୍ରେମିକାକୁ ତମ ସହ ଛନ୍ଦି ଦେଲା ନା? ତାମାନେ ତମ ସହ ବି ସେମ୍? ନାଇଁ ବନ୍ଧୁ, ନାଇଁ। ମତେ ଏମିତି ମୋଡ଼ରେ ଛିଡ଼ା କରିଦେଇଛି ଯେ ମୁଁ ଚାହିଁଲେ ବି କିଛି କରିପାରୁନି। ମତେ ବିଶ୍ୱାସ କର ବନ୍ଧୁ, ମୁଁ ନିଜେ ବି ଜାଣିପାରୁନି ମୁଁ କ'ଣ କରୁଛି କ'ଣ ନ କରୁଛି। ହେଲେ ବନ୍ଧୁ, ଭଗବାନ ଏତେ ନିର୍ଦ୍ଦୟ କ'ଣ ପାଇଁ? ଆରେ ଜାଣିଛ ବନ୍ଧୁ, ମୋ ଜୀବନ ବି ମୋ ସହ ଠିକ୍ ଏମିତି କଲା, ଆଉ ସେ ତା ପ୍ରେମିକାକୁ ମୋତେ ଦେଇଦେଲା। ହେଲେ ବନ୍ଧୁ, ତାପରେ କ'ଣ ହେଲା କୁହ? କୁହ ତାପରେ କ'ଣ? କହୁନ କ'ଣ ପାଇଁ ବନ୍ଧୁ? ଆରେ ଚୁପ୍ କ'ଣ ପାଇଁ ରହିଲ କୁହ? ହଁ ବନ୍ଧୁ, ପୁରା ଠିକ୍ କହିଛ। ଆରେ ସେ ବେଇମାନ ଜୀବନଟା ବି ପ୍ରିୟା ସହ ଠିକ୍ ଏମିତି କଲା। ଆରେ ସେ ବିଚାରୀଟା ମରି ଯାଇଥାନ୍ତା, ହେଲେ ମୁଁ ତାକୁ ମନା କଲି, ଆଉ କହିଲି ମୁଁ ତା ମିଛିକା ସ୍ୱାମୀ।
କାହିଁକି ପଚାର? କାହିଁକି? ଆରେ କାହିଁକି ନା ମୋ ସାଙ୍ଗ ମୋ ପାଇଁ ଯେତିକି ମୂଲ୍ୟବାନ, ତା ପ୍ରେମିକା ବି ଠିକ୍ ସେତିକି ମୂଲ୍ୟବାନ। ତାହେଲେ ତମେ ଦି ଜଣ? ଆରେ ମିଛି ମିଛି କା ସ୍ୱାମୀ ସ୍ତ୍ରୀ। ଆରେ ତା ସିନ୍ଦୁର ଏ ଦୁନିଆ ପାଇଁ, ତା ଶଙ୍ଖା ବଦନାମରୁ ବଞ୍ଚିବା ପାଇଁ, ଆଉ ବର୍ଷକର ଗୋଟିଏ ରାକ୍ଷୀ ତା ହାତରୁ ମୋ ହାତ ପାଇଁ। ହେଲେ ଦୁଃଖ କଣ ଜାଣିଛ ବନ୍ଧୁ? ମୁଁ ତା ପାଇଁ ଏତେ କଲି, ହେଲେ ସେ ମତେ ଭୁଲ ବୁଝିଲା। ଆରେ ତା ପାଇଁ ମୁଁ ବଦନାମ ବି ହେଇଗଲେ, ହେଲେ ସେ ବେଇମାନ ମୋ ପ୍ରିୟକୁ ମୋଠୁ ଛଡ଼େଇ ନେଇଗଲା। ଏ ଶୁଭ, ମୁଁ ତୋର ସେଇ ଜୀବନ ପରା। କଣ ସବୁ ହେଇଗଲା ରେ? ନାଇଁ ରେ, ମୋ ତ ଏମିତି କିଛି ଘଟି ଯାଇଛି ଯେ ତୁ ଜାଣିଲେ ବି ଆଶ୍ଚର୍ଯ୍ୟ ହେଇଯିବୁ। ଆରେ ଏମିତି କଣ କହୁଛୁ ବେ? ସେଦିନ ଥାଏ ଶୁକ୍ରବାର। ପ୍ରୀତିକୁ ନେଇ ମୁଁ ମେଡିକାଲ ଯାଇଥିଲି। ଆଉ ଡକ୍ଟର ମୋ ରିପୋର୍ଟ ଦେଖି କଣ କହିଲେ ଜାଣିଛୁ? ଡକ୍ଟର ମୋ ରିପୋର୍ଟ ଦେଖି କହିଲେ କି ମୁଁ ଆଉ 2 ମାସ ବଞ୍ଚିବି। ଏତେ ବଡ ବେଇମାନ ତୁ! ମାରୁଛୁ କଣ ପାଇଁ ମାରୁଛୁ? ଆରେ ଏତେ ବଡ କଥାକୁ ତୁ ମୋଠୁ କେମିତି ଲୁଚାଇଲୁ ବେ? କେମିତି କହିଥାନ୍ତି ତୁ କହୁନୁ? ତ ରାଣ ପରା ମୁଁ ଖାଇଥିଲି। ଆରେ ମରି ଯାଇଥାନ୍ତି ମୁଁ, ହେଲେ ତୁ ପ୍ରତି ମୁହୂର୍ତ୍ତରେ ଜଳି ଜଳି ମରୁଛୁ। ଜାଣିଛୁ ଶୁଭମ, ମୁଁ ନା ତୁ ପ୍ରୀତିକୁ ସାନ ଭଉଣୀ କରିକି ରଖିଛି ରେ, ସାନ ଭଉଣୀ କରିକି ରଖିଛି। ଆଉ ମୁଁ ଏତେ ବଡ଼ ଭୁଲ କରିଦେଇଛି ଯେ ତାର କିଛି ପ୍ରାୟଶ୍ଚିତ ନାହିଁ। ହେଲେ ଶୁଭମ, ମୁଁ ତ ପ୍ରୀତିକୁ ତୋଟାରୁ ଛଡ଼େଇ ନେଇ କିଛି ବି ଠିକ୍ କରିନି ରେ, କିଛି ବି ଠିକ୍ କରିନି। ତୁ ମତେ କ୍ଷମା କରିଦେ ରେ, ତୁ ମତେ କ୍ଷମା କରିଦେ, କ୍ଷମା କରିଦେ। ଆରେ ଦୁନିଆର ସବୁ ମଣିଷ ମାନେ ଏମିତି କଣ୍ଢେଇ ପରି ଖେଳନ୍ତି ଆଉ ନାଚନ୍ତି। ବନ୍ଧୁ, ଏଇ କଣ୍ଢେଇ ମାନଙ୍କୁ ଦେଖି ଏ ଦୁନିଆ କହୁଛି କି ମଣିଷ ଖେଳୁଛି କଣ୍ଢେଇ ଖେଳ। ପାରେ ନା ଆଖିର ଲୁହ
ହସ ଖେଳୁଛୁ